जय श्री जगन्नाथ भाई मैंने सर्वप्रथम गुरुदेव गणपति ओम जगदम्ब प्रणाम करें। आज आम एस्ट्रोसेशन क्रम जो 12टा हाउस इनसाइट रो लास्ट हाउस 12th हाउस इनसाइट वीडियो विषय में आज भलसे जानिबा। 12th हाउस इनसाइड वीडियो विषय आम ये जानूचे जे आम ऑलरेडी 11th हाउस कंप्लीट कर देइछे। जो माने देखि ना से माने देखिदेबे जांगी ऑलरेडी पढ़ी सब हाउस किछि किछि स्पेसिफिकेशन थला एवं 12th हाउस मध्ये किछि किछि स्पेसिफिकेशंस रहिछि। आमे कोन जानिछे आमे जानिछे जे जीवनर प्रत्येक क्षेत्र जेतेबेले मनुष्यर सरी जाए सेतेबेले ସିଏ ସବୁ ଭୋଗ କରି ସାରିଲା ପରେ ସିଏ ମୋକ୍ଷ ପ୍ରାପ୍ତି ବା ମୁକ୍ତି ଏଇ ସବୁ ଜିନିଷ ପାଇଁ କି ଇଚ୍ଛା କରେ। ତ 12th ହାଉସ ର ସିଗ୍ନିଫିକେଶନ କଣ ତାକୁ କୁହାଯାଏ ଭାଇ ଦୁଃଖ, ବ୍ୟୟ, ଗୋଡ, ବାଁ ଆଖି, ଆ ଚୁଗୁଲି କରିବା, ଦରିଦ୍ରତା, ପାପ, ବେଡ୍ ପ୍ଲେଜର, ଖର୍ଚ୍ଚ, ବନ୍ଧନ, ହସ୍ପିଟାଲ ଯାତ୍ରା, ହସ୍ପିଟାଲରେ ଚାକିରି କରିବା ଏବଂ ଆଉ ଡିଷ୍ଟର୍ବଡ ସ୍ଲିପ, ମେଣ୍ଟାଲ ୱେରିନେସ ଆଙ୍ଗବିଶନେସ, ଶତ୍ରୁ ଭୟ, ଜେଲ ଇମ୍ପ୍ରିଜନମେଣ୍ଟ ମାନେ କନଫାଇନମେଣ୍ଟ ଇମ୍ପ୍ରିଜନମେଣ୍ଟ, ଡିପ୍ ଆକ୍ୟୁଟ ଡିପ୍ରେସନ, ଗୁରୁ ଘର, ଗୁରୁଙ୍କ ଘର, ସ୍ୱର୍ଗ କିମ୍ବା ନର୍କ ଯାତ୍ରା, ଆଉ ଲାଞ୍ଛନା ଲାଗିବା, କିଏ କୋଉ ରାଜାଠୁ ପାଇବ। ବିଟର ଓଡିଆ କଣ? ବିଟର ଓଡିଆ କଣ ହବ? ପିତା ନା କଣ? ହଁ, ଖଟା ଖଟା ବୋଧେ। ନା ଆମ ସୋର ମାନେ ଖଟା ହେଇଥିବ। ବିଟର ଟେଷ୍ଟ ହଁ, ବିଟର ମାନେ ପିତା। ପିତା, ବ୍ରହ୍ମଜ୍ଞାନ, ମୃତ୍ୟୁ ଲୋକ, ଅଣ୍ଟା ପିଠିର ପେଟର ଠିକ ପଛପଟର ଅଂଶ, ଡିଜିଜ, ଆଉ କଣ ଫରେନ୍ ଟ୍ରାଭେଲ ବିଦେଶ ଯାତ୍ରା, ତ ଏଇ ସବୁ ଜିନିଷ ଅଛି। ନା ବହୁତ ସାରା ଜିନିଷ ଅଛି, ଯେତେ ପଢୁଛ ପଢୁଛ ଯୋଉଟା ମେନ୍ ମେନ୍ ସେଗୁଡା ଜାଣିଗଲେ ଏବେ ଆମେ ଗୋଟେ ଜିନିଷ କ୍ଲିୟର କରିଦବା। ଆଷ୍ଟ୍ରୋଲୋଜିରେ କୁହାଯାଏ ଯୋଉ ଯୋଉ ଜିନିଷ ଗୁଡାକ ଯୋଉ ଯୋଉ ପ୍ଲାନେଟ ଗୁଡାକ 6 8 ବାରକୁ ପଳାନ୍ତି ସେ ପ୍ଲାନେଟ ଗୁଡାକ ଖରାପ ହେଇଗଲେ। ମୋର 6 8 ବାର ପୁରା ଭର୍ତ୍ତି ଭର୍ତ୍ତି ହେଇକି ବସିଛନ୍ତି। ଠିକ ଅଛି ନା? କର୍ମର ଗୋଟେ ଏମିତିଆ ପାୱାର ଅଛି ନା, କର୍ମର ଏତେ ଗୋଟେ ପାୱାର ଅଛି ଯେ ସେ କୌଣସି ଜିନିଷକୁ ଠିକ କରିଦବ, ସବୁ ସମୟ ହିସାବରେ ଠିକ କରିଦବ। ମୁଁ ଆପଣଙ୍କୁ ଗୋଟେ ବହୁତ ବଢିଆ ଏକ୍ଜାମ୍ପଲ ଦଉଛି। ଆମେ ସଙ୍ଗତ ଯୋଉ ଫ୍ରେଣ୍ଡସିପ ସର୍କଲ ଟା କୋଉଥିରୁ ଦେଖୁ? ଫ୍ରେଣ୍ଡସିପ ସର୍କଲ ଟା ଆମେ ଦେଖୁ 11th ହାଉସ ରୁ। 11th ହାଉସ ହେଲେ 12th ହାଉସ କଣ? ଦ ସଷ୍ଟେନାବିଲିଟି ଅଫ ଫ୍ରେଣ୍ଡସିପ। ଠିକ ଅଛି ନା? ତ ଯୋଉ ଯୋଉ ମାନଙ୍କର 12th ହାଉସ ୱିକ୍ ଥିବ ସେମାନଙ୍କର ଫ୍ରେଣ୍ଡସିପ ରେ ପ୍ରୋବ୍ଲେମ ରହିବ ବା ସେମାନେ ସଷ୍ଟେନ କରିପାରିବେନି। 10th ହାଉସ ରୁ 12th ହାଉସ ହଉଛି ଥାର୍ଡ ହାଉସ। ଯଦି କାହାର କର୍ମ ବିଗିଡି ଯିବ ତାହେଲେ ତାର ପରାକ୍ରମ ବି ବିଗିଡିଯିବ। 9th ହାଉସ ରୁ 12th ହାଉସ ହଉଛି 4th ହାଉସ। ଗୁରୁଙ୍କର ଘରେ ଯାଇ ସେବା କରିବା, ଦ୍ୟାଟ ଇଜ 12th ହାଉସ। 8th ରୁ 12th ହାଉସ ହଉଛି 5th ହାଉସ। ନା ପୀଡା ର ତମ ବୁଦ୍ଧିରେ କଣ ହବ ସେଟା 12th ହାଉସରେ ରହିବ। ଏମିତି କରି ଆମେ ହଜାର ଇଣ୍ଟରପ୍ରିଟେସନ ବାହାର କରିପାରିବା। ହଜାର ନାଇଁ, ବହୁତ ସାରା ଇଣ୍ଟରପ୍ରିଟେସନ ବାହାରିବ। ସାମ୍ନା ବାଲାର କୋଶ୍ଚିନ୍ ଉପରେ ଡିପେଣ୍ଡ କରେ ଆମର ମାଇଣ୍ଡ କେତେବେଳେ କଣ ଆକ୍ଟିଭେଟ ହବ। ତେଣୁ 12th ହାଉସ କୁ ମୃତ୍ୟୁ ବୋଲି ମଧ୍ୟ କୁହାଯାଏ। 12th ହାଉସ ମଣିଷକୁ ବ୍ୟୟ କରିଦିଏ। 12th ହାଉସ ର ଏନର୍ଜି ହେଲା ତୁମେ ପୂର୍ବ ଜନ୍ମରେ କୋଉଠୁ ତମର ଏଣ୍ଡ ହେଇଛି ସେ ଏଣ୍ଡ ଟା କିଭଳି ଭାବରେ ଏ ଜନ୍ମରେ ଷ୍ଟାର୍ଟ ହବ।
ଆଉ ସେଇଟା ହଉଛି ବହୁତ ହିଁ କାର୍ମିକ ହାଉସ। ଯଦି 12th ହାଉସ ରେ ମେନ୍ ମେନ୍ ଯୋଗ କାରକ ପ୍ଲାନେଟ ପଳେଇ ଗଲେ, ଆଉ କି ଅ, ଆତ୍ମକାରକ ପ୍ଲାନେଟ ପଳେଇଲା ଯେମିନି ସୂତ୍ର ହିସାବରେ, ତାହେଲେ ଲୋକଙ୍କୁ ବହୁତ ସାରା ପ୍ରୋବ୍ଲେମ ହୁଏ। ଯଦି 12th ହାଉସ କୁ ବି ଆତ୍ମକାରକ ପ୍ଲାନେଟ ଦେଖିଲେ ତାହେଲେ ବହୁତ ସାରା ପ୍ରୋବ୍ଲେମ ହୁଏ। ଠିକ ଅଛି ନା? ଏମିତି କାହିଁକି ହୁଏ? କାରଣ ସେ ଯୋଉ ଭାଇବ୍ରେସନ ଅଫ ଏନର୍ଜି ଅଛି, ସିଏ କହେ ତୁମେ ଏଇ ଜିନିଷଟାକୁ ତ୍ୟାଗ କରିସାରିଲା ପରେ ହିଁ ତୁମେ ତୁମର ମୁକ୍ତିର ଅଧିକାରୀ ହେଇପାରିବ। ତେବେ ଏଠି ମୁକ୍ତି କହିଲେ କଣ ବୁଝିବା? ମୁକ୍ତି କହିଲେ ଦି ପ୍ରକାର ମୁକ୍ତି ଥାଏ। ଗୋଟେ ଥାଏ ତ ମରିଲା ପରେ ମୁକ୍ତି, ଆଉ ଗୋଟେ ମୁକ୍ତି ହଉଛି ଜୀବନ ମୁକ୍ତି ହେଇକି ଚାଲିବା। ଜୀବନ ମୁକ୍ତି ହେଇକି ଚାଲିବାର ମାନେ ଟା କଣ? ଜୀବନ ମୁକ୍ତି ଚାଲିବା ମାନେ ହେଲା ତୁମେ ତୁମର ଗୁରୁ, ତୁମେ ତମର ଇଷ୍ଟକୁ ଏମିତି ଭାବରେ ଚାବିକାଠି ଦେଇଦବ ଯେ ତୁମେ ତୁମ ଜୀବନର କୌଣସି ଜିନିଷକୁ ଡିଲ୍ କରିବ ନାହିଁ। ସଂସାରର ସମସ୍ତ ମଙ୍ଗଳ ପାଇଁ ତୁମେ ପ୍ରେୟାର କରିପାରିବ, ନିଜ ମଙ୍ଗଳ ପାଇଁ ପ୍ରେୟାର କରିବ ନାହିଁ। ଆଭ୍ୟନ୍ତରଣ ଠିକ ଅଛି। ଏଇଟା ହେଲା ଆଭ୍ୟନ୍ତରଣ ମୁକ୍ତି, ବାହ୍ୟନ୍ତର ମୁକ୍ତି ଆଉ ଏକ୍ଜାକ୍ଟଲି। ତା ଅର୍ଥ ତ ଆଉ ଆଭ୍ୟନ୍ତରୀଣ ମୁକ୍ତି ମାନେ ସେଟା ଆତ୍ମାର ମୁକ୍ତି ଯିବ। ଏଟା ସରି, ଦର୍ଶନରେ ଭାଇ ଅଛି, ହଁ ଜୈମିନିକ ଦର୍ଶନ ଶାସ୍ତ୍ର, ଦର୍ଶନରେ। ହଁ ଦର୍ଶନରେ। ହଁ, ତ ସେଇ ଶାସ୍ତ୍ରର କଥା। ତ ମୋର କହିବା କଥା ହେଲା କି ଗୋଟେ ହେଲା ମୁକ୍ତି ମାନେ ଯୋଉ ମରଲା ପରେ ମୁକ୍ତି, ଆଉ ଗୋଟେ ହେଲା ବଞ୍ଚି ଥାଉ ଥାଉ ମୁକ୍ତି। ବଞ୍ଚି ଥାଉ ତ ମୁକ୍ତି ସେତିକି ବେଳେ ହେଇପାରିବ ଯେତେବେଳେ ତୁମେ ତୁମ ଇଚ୍ଛା ହିସାବରେ ନ ଚାଲିକି ଗୁରୁଙ୍କ ଇଚ୍ଛା ହିସାବରେ ଚାଲିବ। ଗୁରୁ ଯେମିତି ଯେମିତି କହିଛନ୍ତି ତଦନୁପାତିକ ଚାଲିବ, ତାହେଲେ ତୁମକୁ କର୍ମ ବାନ୍ଧି ପାରିବ ନାହିଁ। ସେଟା ଗୁରୁଙ୍କ ଅଣ୍ଡରରେ ହିଁ। ତ ଏଇଟା ହେଲା ମେନ୍ କଥା। ଏବେ ମୁଁ ଆପଣଙ୍କୁ ଆହୁରି ଗୋଟେ ବହୁତ ବଢିଆ ଇନସାଇଟ୍ ଦବାକୁ ଯାଉଛି, ଆପଣ ମାନେ ବୁଝିବେ ସେ ଜିନିଷଟା କଣ। ସବୁଠୁ ବଡ ଇନସାଇଟ୍ ହେଲା ଯେ 12th ହାଉସ କୁ ଯୋଉ ହଉଛି ଗୋଟେ ମିଶନ। କୋଉ ଟାଇପ ର ମିଶନ? ତୁମେ କଣ କରିକି ତୁମେ ମୁକ୍ତି ପାଇବାକୁ ଚାହୁଁଛ? ତୁମେ କଣ କରିକି ମୁକ୍ତି ପାଇବାକୁ ଚାହୁଁଛ? ଆଟ୍ ଦ କଷ୍ଟ ଅଫ ହ୍ୱାଟ? ତମେ କଣ ଦେଇ, ମାନେ ସଂସାର ତ କିଛି ବି ଫ୍ରି ନୁହଁ। ଦେଖ, ଏ ସଂସାରରେ ଆମେ ପଞ୍ଚତତ୍ଵ ପଞ୍ଚଭୂତରେ ଗଢା। ଆମେ ଯଦି ଆଗରୁ ଥିଲା ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନା ଦାନ ପ୍ରତିଗ୍ରହ ଦ୍ୱିଜ ମାନଙ୍କର ସଟକର୍ମ, ଏବେ ସେ ସଟକର୍ମ ବିଲୁପ୍ତ ହେଇଯାଇଛି। ଆଗରୁ ଲୋକମାନେ ହବନ ବି କରୁଥିଲେ, ଏବେ ସେ ହବନ ବି ବିଲୁପ୍ତ ହେଇଯାଇଛି। ହେଲେ ସେଇ ଯୋଉ ପ୍ରୋସିଜିଅର ଟା ଅଛି ମୁକ୍ତିର, ସେଇଟା ତ ବିଲୁପ୍ତ ହେଇନି ନା, ସେଇଟା ତ ସମସ୍ତଙ୍କ ପାଇଁ କନଷ୍ଟାଣ୍ଟ ଅଛି। ତେଣୁ ତୁମେ କଣ ମିଶନ ନେଇଛ ତମ ଜୀବନରେ ମୁକ୍ତ ରହିବାକୁ? ଦ୍ୟାଟ ଇଜ ଇନ 12th ହାଉସ। ଏବେ ଦେଖ, ସିକ୍ସଥ ହାଉସ ରେ ଆମର ରୋଗ ଋଣ ଶତ୍ରୁ ରହେ। ଶତ୍ରୁ ହେଲେ କଣ ନା କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ। ଏଇଟା ଏଣ୍ଡ ହେଇଯାଏ 12th ହାଉସ ରେ ଯାଇକି। ତେଣୁ ଯେତେବେଳେ 6, 8, 12th ର କୌଣସି ଲର୍ଡ ପରସ୍ପର ଭିତରେ ହାଉସ ଚେଞ୍ଜ କରନ୍ତି, ହାଉସ ଏକ୍ସଚେଞ୍ଜ କରିଦିଅନ୍ତି, ସେତେବେଳେ ଗୋଟେ ବିପରୀତ ରାଜଯୋଗ ସୃଷ୍ଟି ହୁଏ। ଏବେ ବିପରୀତ ରାଜଯୋଗ ସୃଷ୍ଟି ହବାର ମାନେ ଯେ ଏଇଆ ନୁହଁ ଯେ ତୁମକୁ ଜିନିଷ ଇଜିଲି ମିଳିଯିବ। ତମକୁ ପୀଡା ହବ, ପୀଡା ହେଲା ପରେ ଜିନିଷଟା ମିଳିବ। ଏଇଟା ହେଲା କ୍ଲିୟର କଟ। ତେଣୁ 12th ହାଉସ କହେ ଯେ ଭାଇ ତୁ ଯଦି ଏଇ ଉପରେ ବ୍ୟୟ ନ କରିବୁ ତୋର ସ୍ୱତଃ ପ୍ରବୃତ୍ତ ଭାବରେ, ମୁଁ ତୋର ବ୍ୟୟ କରେଇଦେବି। ତେଣୁ ମଣିଷକୁ 12th ହାଉସ ର ପଜିଟିଭ ଆସ୍ପେକ୍ଟ ହେଲା ମେଡିଟେସନ। 12th ହାଉସ ର ପଜିଟିଭ ଆସ୍ପେକ୍ଟ ହେଲା ଚ୍ୟାରିଟି। 12th ହାଉସ ର ପଜିଟିଭ ଆସ୍ପେକ୍ଟ ହଉଛି ଗୁରୁ ଘରେ ସେବା। 12th ହାଉସ ର ପଜିଟିଭ ଆସ୍ପେକ୍ଟ ହଉଛି ଧର୍ମର ନିବାସ ସ୍ଥାନ। ତେଣୁ ତୁମେ ଯଦି ଗୁରୁର କଥା ଯୋଉ ମାତ୍ରାରେ ମାନୁଛ, ଯଦି ଗୁରୁର କଥା କି ଇଷ୍ଟର କଥା ସେଇ ମାତ୍ରାରେ ନ ମାନିକି ମନ ଇଚ୍ଛା କର୍ମ କର, ତାହେଲେ ତୁମେ 12th ହାଉସ କୁ ବିଗାଡି ଦିଅ। ପଏଣ୍ଟ ନମ୍ବର 2, ଆହୁରି ଗୋଟେ ଆସିବା, ଆହୁରି ଗୋଟେ ଇନସାଇଟ୍। ମଣିଷକୁ ଏତିକି ଜାଣିବା ଦରକାର, ତାର ପ୍ରତ୍ୟେକ କର୍ମ କରିଲା ଭିତରେ ସେ କୋଉ ହାଉସ କୁ ଇନଭୋକ କରୁଛି। ମଣିଷ ଯଦି କାହାକୁ ଭଲ ପାଇଲା ମଳୟ, ତାହେଲେ କୋଉ ହାଉସ କୁ ଇନଭୋକ କଲା? ମଳୟ। ହ୍ୟାଲୋ। ହଁ ତାର ହଁ ଭାଇ କୁହ। ଆଁ ହଁ କୋଉ କଣ ହାଉସ କୁ କହୁଛ? ଇନଭୋକ କଲା? ମଣିଷ ଯଦି ଭଲ ପାଇଲା କୋଉ ହାଉସ କୁ ଇନଭୋକ କଲା? ଭଲ ପାଇବାଟା ବୋଧେ 5th ହାଉସ ନା କଣ ବୋଧେ। ମୋର ଏକ୍ଜାକ୍ଟଲି। ମନ ମଣିଷ ଯଦି ମନ ରାଗିଲା ନଥିବ। କୋଉ ହାଉସ କୁ ଇନଭୋକ କଲା? ରାଗ 8th ହାଉସ ବୋଧେ, ଅଷ୍ଟମ ଭାବ। ମଣିଷ ରାଗିଲେ କଣ ସେ ମଣିଷ ରହେ କି? ମଣିଷ ରାଗିଲେ ସେ ପଶୁ ହେଇଯାଏ।
ତେଣୁ ମଣିଷ ଚେଞ୍ଜ ହେଇଗଲା, ମଣିଷ ନିଜର ପର୍ସନାଲିଟି କୁ ଖୋଇଦେଲା। ତେଣୁ ଲଗ୍ନରୁ ଆମେ ପର୍ସନାଲିଟି ଦେଖୁ, 12th ହାଉସ ରୁ ତାଙ୍କର ବ୍ୟୟ ଦେଖୁ। ତାହେଲେ ରାଗିଲେ ମଣିଷ କୋଉ ହାଉସ କୁ ଇନଭୋକ କରିଦେଲା? 12th ହାଉସ କୁ ଇନଭୋକ କରିଦେଲା। କାରଣ ମଣିଷ ସେତେବେଳେ ମଣିଷ ହେଇ ରହିଲା ନାହିଁ। ମଣିଷ ଯେତେବେଳେ ଧନର ଆଶା କରେ କୋଉ ହାଉସ କୁ ଦେଖିବ? କୋଉ ହାଉସ କୁ ଦେଖିବା? ଧନର ଆଶା ଯୋଉ ସୁଖ ସୁବିଧା ଚତୁର୍ଥ ଭାବ ତାକୁ ତା ଦେଖିବା। ଏରେ ବାବା, ଅ, ଧନର ଆଶା କହିଲି, ଇଚ୍ଛା। ଓ ଇଚ୍ଛା ମାନେ କୋଉ ହାଉସ ଆସିଗଲା? ଓ ଇଚ୍ଛା ଇଚ୍ଛା ପୂର୍ତ୍ତି। ଇଚ୍ଛା 11th ପୂର୍ତ୍ତି ଟା ଆସିଗଲା। ହଉଛି eleven। ତେଣୁ 11 ହଁ ତୁମ 11ଟା ମାନଙ୍କ, ଇଚ୍ଛା ପୂର୍ତ୍ତି। ହଁ, ତେଣୁ ତୁମେ ମାନେ ଜାଣି ରଖିବା ଦରକାର, ମୋର ଇଚ୍ଛା ପୂର୍ତ୍ତି ଏଇ କର୍ମ 11th। କରିବା ଦ୍ଵାରା ମୁଁ ହାଉସ କୁ ଇନଭୋକ କରୁଛି, ମୋର ଏଇ କର୍ମ କରିବା ଦ୍ୱାରା ମୁଁ କୋଉ ପ୍ଲାନେଟ କୁ ଇନଭୋକ କରୁଛି। ଏଇ ଦିଟା ଜିନିଷ ତମ ମୁଣ୍ଡରେ ଯଦି ସିରିୟସଲି ପଶିଗଲା, ମୁଁ ପାଠ ପଢୁଛି ତାହେଲେ ମୋର କୋଉ ହାଉସ ଇନଭୋକ କଲା? ବିଦ୍ୟା ହଉଛି ଫିଫ୍ଥ ହାଉସ। ବାସ୍। ମୁଁ କାର ଚଲାଉଛି, ମୋର କୋଉ ହାଉସ ଇନଭୋକ କଲା? ଯାନବାହନ ହେଲେ ଫୋର୍ଥ। ଯାନବାହନ ଫୋର୍ଥ ନା? ଠିକ ଏଇଟା କଥା ହଁ କହୁଛି, ଫୋର୍ଥ। ଯାନବାହନ ଡ୍ରାଇଭିଂ କଥା କହୁଛି। ଯାନବାହନ ଡ୍ରାଇଭିଂ ମାନେ ସେଟା ହବ ଥାର୍ଡ ହାଉସ, ନହେଲେ 9th ହାଉସ। ଠିକ ଅଛି। ଥାର୍ଡ ହାଉସ ତୃତୀୟ ପରା ଘର। ବାସ୍। ହଁ, ମୁଁ ପରାକ୍ରମ ଏବେ, ପରାକ୍ରମ। ହଁ, ମୁଁ ଏବେ ତୁମ ସହିତ କଥା ହଉଛି, ମୁଁ କୋଉ ହାଉସ କୁ ଇନଭୋକ କରୁଛି? ସେକେଣ୍ଡ ହାଉସ। नो, ହଁ, ମୁଁ ଏଇଠି ଦିଟା ହାଉସ କୁ ଥାର୍ଡ ଇନଭୋକ ହାଉସ। କରୁଛି। ସେକେଣ୍ଡ ବାଣୀ, କମ୍ୟୁନିକେସନ ଥାର୍ଡ, ଏବଂ ସେଭେନ, ସରି, ତିନିଟା ହାଉସ କୁ, କାରଣ ମୁଁ ତୁମ ମାନଙ୍କ ସହିତ କଥା ହଉଛି। ଏବେ ଆମେ ଏଇ କନସେପ୍ଟ ଟାକୁ ପୁଣି ନେଇ ଆସିବା ପ୍ଲାନେଟ ଉପରୁ। ଆମେ ଯେତେବେଳେ ରାଗୁଛେ କୋଉ ପ୍ଲାନେଟ କୁ ଇନଭୋକ କରୁଛେ? ମାର୍ସ। ରାଗିଲେ ମାର୍ସ। ମଙ୍ଗଳ ହଁ। ଆମେ ହୁଁ ଆମେ ଯେତେବେଳେ ମଙ୍ଗଳ। ଭଲ ପାଉଛେ କୋଉ ପ୍ଲାନେଟ କୁ ଇନଭୋକ କରୁଛେ? ଭେନସ୍। ବୃହସ୍ପତି। ବୃହସ୍ପତି ଶୁକ୍ର। ଆମେ ଯେତେବେଳେ ଇଗୋ ଦେଖଉଛେ କୋଉ ପ୍ଲାନେଟ କୁ ଇନଭୋକ କରୁଛେ? ଇଗୋ। ଆ ରାହୁ। ଇଗୋ ରାହୁ ଅଲସୋ। ହଁ, ସନ୍। 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 ସୂର୍ଯ୍ୟ। ସନ୍। ଆମେ ଯେତେବେଳେ କର୍ମ କରୁଛେ ନିଷ୍କାମ ଭାବରେ କୋଉ ପ୍ଲାନେଟ କୁ ଇନଭୋକ କରୁଛେ? ଶନି। କେତୁ। ପ୍ରଶ୍ନ ଶୁଣ, ଆମେ ଯେତେବେଳେ ନିଷ୍କାମ ଭାବରେ କୌଣସି ବି କାମକୁ କରୁଛେ କୋଉ ପ୍ଲାନେଟ କୁ ଇନଭୋକ କରୁଛେ? ନିଷ୍କାମ। ନିଷ୍କାମ କର୍ମ ହଉଛି କେତୁ। ଜୁପିଟର। ୱିଦାଉଟ୍ ବୃହସ୍ପତି। ଏକ୍ସପେକ୍ଟେସନ। ହଁ, ବୃହସ୍ପତି। ଜୁପିଟର। ହଁ। ୱିଦାଉଟ୍ ବୃହସ୍ପତି ବା ଏକ୍ସପେକ୍ଟେସନ ତେଣୁ ଜ୍ଞାନର କାରକ। ଭାଇ ସେ ବା ଜ୍ଞାନର କାରକ ରହିଗଲେ। ଆରେ ବାବୁ, ବହୁତ ସାରା କାରକ ତତ୍ତ୍ୱ ଗୋଟିଏ ପ୍ଲାନେଟରେ ଅଛି। ତେଣୁ ତୁମ ମାନଙ୍କ ମୁଣ୍ଡରେ ରହିବା ଦରକାର, ତୁମେ ମାନେ କୋଉ ପ୍ଲାନେଟ କୁ କିଭଳି ଭାବରେ ଇନଭୋକ କରୁଛ, କୋଉ ହାଉସ କୁ କିଭଳି ଭାବରେ, ସେମିତି ତୁମ ଯୋଉ କର୍ମ ତୁମର ଖରାପ ରହିବ, ସେ କର୍ମର ଫଳ ଟା ତମେ କୋଉ ପ୍ଲାନେଟ କୋଉ ଜାଗାରୁ ପାଇବ? ତା ଅପୋଜିଟ ଇଏଟେ ଅପୋଜିଟ ତା ଯିବ ବସିଥିବେ। ଅପୋଜିଟ ଆକ୍ସିସ ରୁ ପାଇବ। ହୁଁ ତ ଯଦି 12th ହାଉସ କୁ ରାଗି ଖରାପ କଲ, ତାହେଲେ ତମର କଣ ହବ? ତା ଅପୋଜିଟ ଇଏଟା ଖରାପ ହବ ଆଉ ଟ୍ରାନଜିଟ ତା ଟା ଆଉ। ଅପୋଜିଟ ଟା କୋଉ ହାଉସ? ଆଉ 12th ଘର ସିକ୍ସ ବୋଧେ। 6 ର କାରକ ତତ୍ତ୍ୱ କଣ? 6 ର କାରକ ତତ୍ତ୍ୱ ବରୁଣ ଗୁଡାକ ଶତ୍ରୁ। ହଉଛି ଯୋଉ ମାନେ ରୋଗ ଋଣ ଶତ୍ରୁ। ଲମ୍ବା ଡିଜିସ୍। ହଁ ରୋଗଣ ଶତ୍ରୁ ଆଉ ମକଦ୍ଦମା ଏବେ ଲଢେଇ ଏରା ସବୁ ଆଉ। ବାସ୍, ମୁଁ ତମକୁ ଏଇଠି ଗୋଟେ ସିମ୍ପଲ ଏକ୍ଜାମ୍ପଲ ଦଉଛି। ଯଦି ଆମେ କାହାକୁ ଭଲ ପାଇବା, ତାହେଲେ କଣ କୋଉ ହାଉସ କୁ ଆକ୍ଟିଭେଟ କଲେ? ଫିଫ୍ଥ। ପଞ୍ଚମ। ଆଚ୍ଛା, ଯଦି ଭଲ ପାଇଲେ, ତାହେଲେ ତାର ରେଜଲ୍ଟ ଟା ଯୋଉ ଭଲ ପାଇବାର କୋଉଠି ମିଳିବ? ଉଁ ଠିକ ତାର ସାମ୍ନା ହାଉସ ରେ ଭାଇ। ଆଚ୍ଛା। ଓହୋ ହୋ। ତାର ସାମ୍ନା ହାଉସ କୋଉଟା? ଫିଫ୍ଥ ର ହଉଛି 11। 1 2 ହୁଁ। 3 4 5 6 7 8 ତାହେଲେ 9 10 11 ହଁ 11 କ୍ୟାରେକ୍ଟରିଷ୍ଟିକ୍ସ 11th। କଣ? 11 11th ଘରେ କ୍ୟାରେକ୍ଟରିଷ୍ଟିକ୍ସ ଏଟା କଣ? ଲାଭ ଏଗା- ଛୋଟ, ରୋଗ ବାସ୍। ଇଚ୍ଛା ପୂର୍ତ୍ତି ଆଉ। ଯେତେବେଳେ ତୁମେ କୌଣସି ଜାଗାରେ କାମ କରୁଛ, ତୁମେ ଦେଖ ତୁମେ କୋଉ ଆକ୍ସିସ କୁ ଇନଭୋକ କରୁଛ। ତୁମର ପ୍ରତ୍ୟେକ କର୍ମ ଗୋଟେ ଗୋଟେ ଆକ୍ସିସ କୁ ଇନଭୋକ କରେ, ଗୋଟେ ଗୋଟେ ପ୍ଲାନେଟ କୁ ଇନଭୋକ କରେ। ଯଦି ତୁମେ ଏଇ କନସେପ୍ଟ ଅଫ ଫଣ୍ଡାମେଣ୍ଟାଲସ କୁ ବୁଝିଯିବ, ତାହେଲେ ତୁମ ଜୀବନରେ ବହୁତ ହି କମ ଚାନ୍ସେସ ରହିବ ଯେ
ସାମ୍ନା ବାଲା ତୁମକୁ ଯଦି ଗାଳି କଲା, ସାମ୍ନା ବାଲା ତୁମକୁ ଯଦି କିଛି କହିଲା ଏବଂ ତୁମେ ଯଦି ସେଇ ମୋଡରେ ଅଛ କି ମୁଁ ଆଷ୍ଟ୍ରୋଲୋଜିକାଲ ଇଣ୍ଟରପ୍ରିଟେସନ ବାହାର କରିବି ଏମିତି କାହିଁକି ହେଲା, ତାହେଲେ ତୁମେ ବୁଝିପାରିବ ଆଉ ତୁମକୁ ଅନ୍ୟମାନଙ୍କ ଉପରେ ରାଗ ମାଡିବନି। କାହିଁ ମାଡିବନି? କାରଣ ତୁମେ ଜାଣିଯିବ ଯେ ତା ସହିତ ଏଇ ପ୍ରୋବ୍ଲେମ ଅଛି। କ୍ଲିୟର? ହୁଁ ତେଣୁ ଆମେ କୌଣସି ବି କର୍ମ କରିବା ଦ୍ଵାରା ଆମର ଦିଟା ଜିନିଷ ପକ୍କା ହୁଏ। ପ୍ରଥମ କଣ ହୁଏ ନା ଗୋଟେ ହାଉସ ଆକ୍ଟିଭେଟ ହୁଏ, ସେକେଣ୍ଡରେ କଣ ହୁଏ ନା ଗୋଟେ ପ୍ଲାନେଟ ଆକ୍ଟିଭେଟ ହୁଏ। ହୁଁ ଯଦି ସେ ହାଉସ ଟା ଖରାପ ହାଉସ ହେଲା ତାକୁ ରେଜଲ୍ଟ ଆମକୁ ଖରାପ ହିଁ ଦବ। ଯଦି ସେ ହାଉସ ଟା ପଜିଟିଭ ହେଲା ତାହେଲେ ଆମକୁ ସେ ପଜିଟିଭ ରେଜଲ୍ଟ ଦବ। ଏଇଟା କହନ୍ତି କର୍ମ ଅନୁଯାୟୀ ଫଳ। ଏବେ ଯଦି ପ୍ଲାନେଟ ଟା ନେଗେଟିଭ ହେଲା ତାହେଲେ ସେ ନେଗେଟିଭଲି ଇନଭୋକ କରିଦେଲେ, ଏବଂ ଆମେ ଯେତିକି ସବୁ କର୍ମ କଲେ କୋଉଠି ଷ୍ଟୋର ହେଲା, କୋଉ ପ୍ଲାନେଟ ଷ୍ଟୋର କଲା, କେତୁ। କୋଉ ହାଉସ ରେ ଷ୍ଟୋର ହେଲା, ଉଁ, ପୂର୍ବ ପୁଣ୍ୟ ଏଟା ଭାବଟା କୋଉ ହାଉସ, ଫିଫ୍ଥ ହାଉସ। ପୂର୍ବ କର୍ମ ପୂର୍ବ ଫଳଟା ଫିଫ୍ଥ ବାସ୍। ଏବେ ଫିଫ୍ଥ ଚେକ୍ ହାଉସ ରେ। କରିନବ ତୁମ ଫିଫ୍ଥ ହାଉସ ରେ ଯଦି ମାର୍ସ, ସଟର୍ନ, ରାହୁ, କେତୁ ଏ ଚାରିଟା ଭିତରୁ କିଏ ବସିଛନ୍ତି, ତାହେଲେ ଏଇଟା ଆଖି ବନ୍ଦ କରି କହିଦବ ୟୁ ହାଭ ଡନ୍ ସମଥିଙ୍ଗ ମିସଚିଭିୟସ୍। ତେବେ ଆଜିର ସେସନ ଗୋଟେ ଡିପ୍ ଇନସାଇଟ୍ ଆମେ ଦେଲୁ ଟୁଏଲ୍ଥ ହାଉସ ବିଷୟରେ। ଏ ମଣିଷ ଯେତେବେଳେ ମଣିଷ ନ ରହେ ସେତେବେଳେ ସେ ଟୁଏଲ୍ଥ ହାଉସ କୁ ଆକ୍ଟିଭେଟ କରେ। ଠିକ ଅଛି ନା? ହୁଁ ଧର କାହାକୁ ଭୂତ ଲାଗିଗଲା, ସେଟା ବି ଟୁଏଲ୍ଥ ହାଉସ ଆକ୍ଟିଭେଟ ହେଇଗଲା ଭାଇ। ହୁଁ ହୁଁ ଯୋଉ ବୁଝିପାରିଲି। ନଜର ଦୋଷ ରହିଲା ସେଥିରେ ବି ଟୁଏଲ୍ଥ ହାଉସ ଆକ୍ଟିଭେଟ ରହେ। ହୁଁ ମୋ କଥାଟା ବୁଝିପାରୁଛ ନା ବୁଝିପାରୁନ? ଆଜ୍ଞା। ଦିଜ୍ ଆର୍ ଦ କାରକ ଅଫ ଟୁଏଲ୍ଥ ହାଉସ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।